ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଏହା ସତ। ଗୋବର ବିକି ମାଲାମାଲ। ବିଦେଶ ମାର୍କେଟରେ 400 କୋଟିର ବେପାର ଦେଉଛି ଗୋବର। ଭାରତରେ ଅଲୋଡ଼ା କିନ୍ତୁ ବିଦେଶରେ ମୂଲ୍ୟବାନ। ଭାରତରେ ଯାହା ବାଟଘାଟରେ ପଡ଼ି ରହୁଛି ତାହା ବିଦେଶରେ କୋଟି କୋଟି ଟଙ୍କାର ବିକ୍ରି ହେଉଛି। ଗୁହାଳ ଘରର ଏହି ମହଙ୍ଗା ଜିନିଷ ହେଉଛି ଗୋବର। ତେଲ ଏବଂ ଗ୍ୟାସ ସମୃଦ୍ଧ କୁଏତ ଏବଂ ଆରବ ଦେଶଗୁଡ଼ିକ ଭାରତରୁ ଟନ୍ ଟନ୍ ଗୋବର କିଣୁଛନ୍ତି। କିଛି ସମୟ ପୂର୍ବରୁ କୁଏତ ଭାରତ ସହିତ 192 ମେଟ୍ରିକ୍ ଟନ୍ ଗୋବର ପାଇଁ ଏକ ଅର୍ଡର ଦେଇଥିଲା, ଯାହା ପୂରଣ ହୋଇଥିଲା। ଉଭୟ ଦେଶ ଭାରତରୁ ବହୁ ପରିମାଣର ଗୋବର ଆମଦାନୀ କରୁଛନ୍ତି। କିନ୍ତୁ ମନରେ ପ୍ରଶ୍ନ ଆସେ ଯେ କୁଏତ ଏବଂ ଆରବ ଦେଶଗୁଡ଼ିକ ଭାରତରୁ ଏତେ ଗୋବର କାହିଁକି ଆମଦାନୀ କରନ୍ତି? ଯଦି ଆପଣ ଏ ବିଷୟରେ ଅଜଣା ଅଛନ୍ତି, ତାହେଲେ ଆସନ୍ତୁ ଏହା ପଛର କାରଣ ଜାଣିବା। କାରଣ ଜାଣିବା ପୂର୍ବରୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କୃଷି ବୈଜ୍ଞାନିକଙ୍କ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଗୋବର ପାଉଡର ଭାବରେ ବ୍ୟବହାର କରିବା ଦ୍ୱାରା ଖଜୁରୀ ଫସଲ ବୃଦ୍ଧି ପାଇଥାଏ। ଏହାର ବ୍ୟବହାର ଫଳରେ ଖଜୁର ବା ଯାହାକୁ ଡେଟ୍ ବୋଲି କୁହାଯାଏ, ଉକ୍ତ ଫଳର ଆକାର ଏବଂ ଉତ୍ପାଦନ ପରିମାଣ ଯଥେଷ୍ଟ ବୃଦ୍ଧି ପାଏ। ଯେବେଠାରୁ ଗୋବରର ମହତ୍ତ୍ୱ ଏହି ଦେଶ ଜାଣିଲେଣି, ସେବେଠାରୁ ସେଠାରେ ଗୋବରର ଚାହିଦା ବୃଦ୍ଧି ପାଇଛି ଏବଂ ଭାରତରୁ ଉଭୟ ଦେଶକୁ ଗୋବର ରପ୍ତାନି କରାଯାଉଛି। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ ଭାରତରେ ପ୍ରାୟ 300 କୋଟି ଗୋରୁ ଅଛନ୍ତି, ଯେଉଁମାନଙ୍କଠାରୁ ପ୍ରତିଦିନ ପ୍ରାୟ 3 ନିୟୁତ ଟନ୍ ଗୋବର ଉତ୍ପାଦନ କରାଯାଏ। ପୂର୍ବ ସମୟରେ ଗୋବରରୁ ଘଷି ତିଆରି କରି ଇନ୍ଧନ ଭାବେ ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ମଧ୍ୟ ଗାଁ ଗହଳିରେ ଏହା ବ୍ୟବହାର କରାଯାଏ। ଚୀନ ଏବଂ ୟୁକେ ଭଳି ଅନେକ ଦେଶରେ ଗୋବରକୁ ବ୍ୟବହାର କରି ବିଦ୍ୟୁତ୍ ଏବଂ ବାୟୋଗ୍ୟାସ ଉତ୍ପାଦନ କରାଯାଏ। ଗୋବରକୁ ସାର ଭାବରେ ମଧ୍ୟ ବ୍ୟବହାର କରାଯାଏ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ କୁହନ୍ତୁ। ରହୁଛି, ନମସ୍କାର।